দর্শন করলে ভগবান বলি জানা যায় না, তথাপি এ চারিটি ভগবত সম্বন্ধী বস্তু ভগবানଙ୍କର প্রকাশ বিগ্রহ রূপে পূজিত হন্তি। বৈষ্ণব ভক্ত তুলসী গঙ্গা শ্রীমদ ভাগবত গ্রন্থ চারিটি কৃষ্ণଙ୍କର প্রকাশ বিগ্রহ চতুষ্ট হয়। ଏ ବେଦ ସିଦ୍ଧାନ୍ତ ବହିର୍ବିଚାରରେ ଶ୍ରୀ ଅର୍ଚା ବିଗ୍ରହଙ୍କ ଠାରେ ପ୍ରାଣ ପ୍ରତିଷ୍ଠା କରି ପୂଜ୍ୟ ବୃଦ୍ଧି କରା হয়। ଅର୍ଚା ବିଗ୍ରହକୁ ପ୍ରାଣ ପ୍ରତିଷ୍ଠା କଲା ପରେ ପୂଜ୍ୟ ହେବେ। যে শুদ্ধ বৈষ্ণব প্রেমী ভক্ত বৈষ্ণব সে প্রাণ প্রতিষ্ঠা করবে, আহ্বান করিব ভগবানকে, এটি প্রকাশমান হুঁতু। সে ভক্ত ইচ্ছারে ভক্ত ইচ্ছা উপাত উপায় ভক্তর ইচ্ছারে ভগবান প্রকাশিত হচ্ছে। ভক্ত ହିଁ ଭଗବାନଙ୍କୁ ଆହ୍ୱାନ କରିପାରିବ, ଭଗବାନଙ୍କୁ ଡାକି ପାରିବ, ଭଗବାନଙ୍କୁ ତାଙ୍କ ଧାମରୁ ଏଠିକି ଆଣି ପ୍ରକାଶ କରିପାରିବ, ଆଉ କେହି କରିପାରିବେ ନା। ତେଣୁ ବହିର୍ବିଚାରରେ ସେ ଅର୍ଚା ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା କରି ପୂଜ୍ୟ ବୁଦ୍ଧି হয়। ଏ ପ୍ରକାର ପ୍ରାଣ ପ୍ରତିଷ୍ଠା ନ କରି ଶ୍ରୀମଦ ଭାଗବତ ତୁଳସୀ ଗଙ୍ଗା ବୈଷ୍ଣବ ଭକ୍ତ ଏମାନେ ଜଗତରେ ଭୋଗ୍ୟ ବସ୍ତୁ ବିଚାରରେ ପ୍ରତିଷ୍ଠ ହେଲେ ସୁଦ୍ଧା ଏମାନେ ଭୋକ୍ତୃଭାବ ସମ୍ପନ୍ନ ଭିନ୍ନ ଈଶ୍ୱର ବସ୍ତୁ ପ୍ରଭୁ ତତ୍ତ୍ୱ ଚିନ୍ମୟ ଜ୍ଞାନ ପ୍ରଦାତା ଏ ବେଦର ସିଦ୍ଧାନ୍ତ, ଏ ବେଦର ସିଦ୍ଧାନ୍ତ ଇସୁ କଥା। ପାର୍ଷଣ୍ଡୀକୁ ଦଣ୍ଡ କାଲି ଆମେ କହୁଥିଲେ ଭକ୍ତି ବିନୋଦ ଠାକୁର ଯେ ମାଜିଷ୍ଟ୍ରେଟ ଥିଲେ, ବ୍ରିଟିଶ ଇଂରେଜ ଶାସନ ଥିଲା, ଯେ ପାର୍ଷଣ୍ଡୀଟା ନିଜକୁ ଭଗବାନ କହୁଥିଲା। ଭଗବାନ କହୁଥିଲେ ଭଗବାନ ମୁଁ କୃଷ୍ଣ ବିଷ୍ଣୁ କହୁଥିଲା ତୁମେ କାହିଁ କାଷ୍ଟ ପାଷାଣ ମୂର୍ତ୍ତି ପୂଜା କରୁଛ, ମୁଁ ଭଗବାନ ପୂଜା କର, କହିଲା ଆମେ ରାସଲୀଳା କରିବା ଇଟ୍ କରିଥିଲା। ଆଉ ସେଥିପାଇଁ ଏକା ସାଙ୍ଗେ ସାଙ୍ଗେ ଜେଲ ଦଣ୍ଡ ଦେଇଥିଲେ। ଋଷିକେଶନ ଏଇ ଖଣ୍ଡଗିରି ପାଖରେ ଥିଲା। 200 ବର୍ଷ ତଳ କଥା। ଭକ୍ତି ବିନୋଦ ଠାକୁର ଜେଲ ଠୁଙ୍ଗି ଦେଇଥିଲେ, କିଛି ଶୁଣିନଥିଲେ। ଜାଣିଛନ୍ତି ଏ ତତ୍ତ୍ୱ ଜାଣିଛନ୍ତି ନା, ଯେ କହେ ନିଜକୁ ଭଗବାନ, ଯେ ଭଗବାନ କର୍ଚ୍ଚା ମୂର୍ତ୍ତିକୁ କହେ କାଷ୍ଟ ପାଷାଣ ମୂର୍ତ୍ତି, ସେଟା ପାଷଣ୍ଡୀ ନାଁ ରଖି ନିଶ୍ଚୟ ଜୀବନ ପାଇବ। ସେଇଠି ସମାଜରେ ବସିକିରି ଏ ଅସୁବିଧା ସୃଷ୍ଟି କରୁଛି ତ ତା ସାଙ୍ଗେ ସାଙ୍ଗେ ପୁରା କୌଣସି ବିଚାର ନାହିଁ। ସେଟା ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ତ ବିଚାର, କୋର୍ଟ ତ ଶାସ୍ତ୍ର। ଆଉ ତୁମେ ମନକୁ କୋର୍ଟ କ'ଣ ତିଆରି କରିବ, ଇଟା କଥାଟା କହ। ଭକ୍ତି ବିନୋଦ ଠାକୁର ସାଙ୍ଗେ ସାଙ୍ଗେ ଜେଲ ଦେଇଥିଲେ। କିନ୍ତୁ ଆଜିକାଲି ତ ନା ନା ନା, ବିଚାର କର ଆଇନ ଦେଖ, କ'ଣ କୋର୍ଟ କହୁଛି ଆଇନ କର। ଆଉ ଉକିଲ ଆସିବ, କଳାକୁ ଧଳା କରିବ, ଧଳା କଳା କରିବ, ଖଲାସ ହେଇଗଲା, ଯାହା ଖଲାସ ହେଇଗଲା। ଏଇ ପାଠ ନାହିଁ, ସେ ପାଠ ନାହିଁ। ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ଭଗବାନ ଦେଇଛନ୍ତି କୋର୍ଟ। ଭାଗବତ ଗୀତା ଭଗବାନ ବାଣୀ ଏ ହଉଛି କୋର୍ଟ, ସେ କୋର୍ଟ ଦେଇଛି। ସେ କୋର୍ଟ ନାହିଁ, ଅନ୍ୟ କଥା ହିଁ ନାହିଁ, ସେ ହଉଛି କଥା। ସେଥିପାଇଁ ଆଧ୍ୟାତ୍ମିକ ଗୁଡାକ ଯୋଉମାନେ ଇନ୍ଦ୍ର ଜଡ ଇନ୍ଦ୍ର ଯୋଗୁ ବଡ ଗର୍ବ ଅନୁଭବ କରୁଛନ୍ତି, ସେ ଆଧ୍ୟାତ୍ମିକ କୁହାଯାଏ। ଅଧ୍ୟକ ଯେତେବେଳେ ବିଶେଷ ରୂପେ ବ୍ୟବହୃତ ହୁଏ ସେତେବେଳେ ତାର ଅର୍ଥ ପ୍ରଭୁ, କିନ୍ତୁ ଯେତେବେଳେ ବିଶେଷ ବ୍ୟବହୃତ ହୁଏ ସେତେବେଳେ ତାର ଅର୍ଥ ଇନ୍ଦ୍ରିୟ ଗୋଚର ବା ପ୍ରତ୍ୟକ୍ଷ ଆଧ୍ୟାତ୍ମିକ। ଏ ପ୍ରତ୍ୟକ୍ଷକାର କାର୍ଯ୍ୟ ସଭାକୁ ଆଧ୍ୟାତ୍ମିକତା କୁହାଯାଏ। ଆଧ୍ୟାତ୍ମିକ ବା ପ୍ରାତ୍ୟକ୍ଷିକ ପୁରୁଷାଭିମାନୀ ପ୍ରଭୁ ସାହାଯ୍ୟ ଇନ୍ଦ୍ରମାନଙ୍କ ଦ୍ୱାରା ସମସ୍ତ ବସ୍ତୁ ମାପିବାକୁ ଇଚ୍ଛା କରନ୍ତି। ଭଗବାନ ମାପିଦେବ ନା କ'ଣ, ସେ ତାଙ୍କ ନା ଅଦକ୍ଷ, ତମେ ମାପି ପାରିବ ନା ତାଙ୍କୁ। ଏପରି ମାପିବା ପ୍ରବୃତ୍ତି ପରିଚାଳନା କରି ଇନ୍ଦ୍ରିୟ ଆତୀତ ବସ୍ତୁ ମଧ୍ୟ ମାପି ଯାଆନ୍ତି, ଏହାକୁ ଆଧ୍ୟାତ୍ମିକତା କୁହାଯାଏ। ଶ୍ରୀ ନାମ ଧାମ ଶ୍ରୀ ବିଗ୍ରହ ବୈଷ୍ଣବ ତୁଳସୀ ଗଙ୍ଗା ଏ ସମସ୍ତଙ୍କୁ ତାର ବଞ୍ଚନା ଯୋଗ୍ୟ ଭ୍ରମ ପ୍ରମାଦଗ୍ରସ୍ତ ଇନ୍ଦ୍ରମାନଙ୍କ ବିଚାରରେ ଆସାମୀ କରିବାକୁ ଚାହେଁ। ଶ୍ରୀ ବିଗ୍ରହ କେଉଁ ସ୍ଥାନରୁ ପଥର କାଟି ପ୍ରସ୍ତୁତ କରାହେଇଛି କି, କେଉଁ ଖଣିର କେଉଁ ସ୍ଥାନରୁ ପିତଳା ଧାତୁ ନିର୍ମିତ ହେଇଛି କି, ମାପି କରି ପରୀକ୍ଷା କରି ପ୍ରତ୍ୟକ୍ଷ କରିବା ଆଧ୍ୟାତ୍ମିକତା କାର୍ଯ୍ୟ। ପ୍ରତିମାନ ହନ୍ତି ଆପଣ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଆମର ଅଛି ଏଠି ସତ୍ୟବାଦୀ ସାକ୍ଷୀ ଗୋପାଳ ଆସିଥିଲେ, ସାକ୍ଷୀ ଦେବା ପାଇଁ ବୃନ୍ଦାବନ ସାକ୍ଷୀ ଦେବା ପାଇଁ ଆସିଥିଲେ। ପ୍ରତିମା କେବେ ସାକ୍ଷୀ ଦେବାକୁ ଆସିବ ନା, ପ୍ରତିମା ନୁହନ୍ତି ଆପଣ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଆମେ କହିଲୁ ନାମ ରୂପ ବିଗ୍ରହ ତିନ ଚିଦାନନ୍ଦମୟ ପ୍ରାଣ ପ୍ରତିଷ୍ଠା କରିଛି ବୈଷ୍ଣବ ପୂଜିତ ହଉଛନ୍ତି, ସେ ପ୍ରତିମା ନୁହନ୍ତି, ସାକ୍ଷାତ ନାମ ବିଗ୍ରହ ସ୍ୱରୂପ ତିନ ଏକ ରୂପ, ତିନ ଭେଦ ନାହିଁ। ଏ କଥା ଆମେ କହିଲେ ଆଧ୍ୟାତ୍ମିକତା ବହୁ ରୂପେଣୀ ଅଶେଷ ମାୟାମୟୀ ବଂଶନାକାରିଣୀ ଅଘଟନ ସଘଟନ ଫଟି ଆସି ଆଧ୍ୟାତ୍ମିକତା କି କି ରୂପ ପ୍ରକାଶ ତା ସଂକୃତ ତାଲିକା ବ୍ୟାସଦେବ ଦେଇଛନ୍ତି। ଆମେ କହିଲେ ଅର୍ଚେ ବିଷ୍ଣୁ ଶିଳାଧି ନରମତି ବୈଷ୍ଣବେ ଜାତି ବୁଦ୍ଧି ବିଷ୍ଣୁ ବା ବୈଷ୍ଣବାନ କଳିମଳ ମଥନେ ପାଦ ତୀର୍ଥ୍ୟମ୍ବ ବୁଦ୍ଧି
ଶ୍ରୀ ବିଷ୍ଣୁ ନାମ ନିମନ୍ତ୍ରେ ସକଳ କଳୁଷ ଶବ୍ଦ ସାମାନ ବୁଦ୍ଧି ବିଷ୍ଣୁ ସର୍ବେଶ୍ୱର ତଦ୍ରିତର ସମାଧିରସ୍ୟ ନାରକୀଶ ପାଶମିଶ ନିନ୍ଦାଂ କୁର୍ବନ୍ତି ଯେ ମୂଢା ବୈଷ୍ଣବାନ ମହାତ୍ମନଂ ପତନ୍ତି ପିତୃବିଷାଦ ମହାରୌରବ ସଙ୍ଗୀତେ ହନ୍ତି ନିନ୍ଦନ୍ତି ବୈଦସ୍ତି ବୈଷ୍ଣବାନ ଅଭିନନ୍ଦତି କୃଦ୍ୟତି ଜାତି ନର୍ଷଂ ଦର୍ଶନେ ପତନ ହାନି ସତ୍ ସ୍କନ୍ଦ ପୁରାଣ ବଚନ ये स्कंद पुराण वचन हाँ ये विष्णु पादक वैष्णव पादक प्राकृत ये साधा जल बोली भावती पासंडी वैष्णव मान को